ଆରେ ପୁଅ, ତୁ କଣ ଟିକେ ଖାଇଦେ। 2 ଦିନ ହେଲାଣି କିଛି ବି ଖାଇନୁ। ନା ବାପା, ମୁଁ କିଛି ବି ଖାଇବିନି। ମତେ ଜମା ବି ଭୋକ ଲାଗୁନି। ମତେ ମୋ ମା କଥା ଭାରି ମନେ ପଡୁଛି। ପୁଅରେ, ତୋ ମା କଥା ଆମ ମାନଙ୍କର ବି ବହୁତ ମନେ ପଡୁଛି। ହେଲେ ଆମେ ସବୁ ଯଦି ଏମିତି ନ ଖାଇ ଉପାସରେ ରହିବା, ତାହେଲେ ଆମେ ବଞ୍ଚି ପାରିବାନି। ବାପା, ଠିକ ଅଛି, ମୁଁ ଖାଦ୍ୟ ଖାଇବି। ହେଲେ ଯଦି ତମେ ମୋ ମାକୁ ଯିଏ ମାରିଛି ତାଠାରୁ ପ୍ରତିଶୋଧ ନେବାକୁ ଦେବ, ତାହେଲେ ମୁଁ ଖାଇବି। ନା ପୁଅ, ତୁ ଏବେ ଭାରି ଛୋଟ ଅଛୁ, ଆଉ ସେ ସିଂହ ଭାରି ଶକ୍ତିଶାଳୀ। ଆମେ ତା ସହିତ ଲଢି ପାରିବାନି। ବାପା, କାହାକୁ ମାରିବା ପାଇଁ ତା ସହିତ ଲଢିବା ଆବଶ୍ୟକ ନାହିଁ। ଆମେ ବୁଦ୍ଧିରେ ବି ତା ସହିତ ଲଢି ପାରିବା। ତମେ ବାସ୍ ଦେଖ, ମୁଁ କେମିତି ମୋ ବୁଦ୍ଧି ବଳରେ ସିଂହକୁ ମଜା ଚଖଉଛି। ଆରେ ପୁଅ, ତୁ ସିଂହର ସହିତ ଲଢେଇ କେମିତି କରିବୁ? ସେ ବଳୁଆ ସିଂହ, ଆଉ ତୁ ସାମାନ୍ୟ ଛେଳି ଛୁଆଟିଏ। ତୁ ହାରିଯିବୁ ରେ ପୁଅ। ସେ ତତେ ବି ମାରିଦବ, ଯେମିତି ତୋ ମାକୁ ମାରିଛି, ଠିକ ସେମିତି। ମୋର କିଛି ବି ହବନି ବାପା, ତମେ ଜମା ବି ବ୍ୟସ୍ତ ହୁଅନି। ମୋ ମାର ଆଶୀର୍ବାଦ ସବୁବେଳେ ମୋ ସହିତ ଅଛି। ତମେ ଖାଲି ଯିବା ପାଇଁ ମତେ ଅନୁମତି ଦିଅ। ଠିକ ଅଛି ପୁଅ, ଯଦି ତୁ ଏଇଆ ଚାହୁଁଛୁ, ତାହେଲେ ମୁଁ ତତେ ଅଟକେଇବିନି। ବାସ୍ ଏତିକି କହିବି, ତୁ ତୋର ଧ୍ୟାନ ରଖିବୁ। ତାପରେ ଛେଳି ଛୁଆ ତା ମାର ମୃତ୍ୟୁର ପ୍ରତିଶୋଧ ନେବାକୁ ଚାଲିଲା। ଛେଳି ଛୁଆ ହାତୀ ପାଖରେ ଯାଇ ପହଞ୍ଚିଲା। ଆରେ ସାଙ୍ଗ ଛେଳି, ତୁ ଏଠି? ତୋ ମନ କଣ ଭାରି ଦୁଃଖ ଥିଲା ଭଳି ଜଣା ଯାଉଛି। କଣ ହେଇଛି କିରେ? ସବୁ ଘରେ ଠିକ ଅଛି ନା? ଭାଇ, ଘରେ କିଛି ବି ଠିକ ନାହିଁ। ସେ ବଦମାସ ସିଂହ ଆମ ମାକୁ ମାରିଦେଲା। ଆରେ ଛେଳି, ତୁ କଣ ସତ କହୁଛୁ? ସତରେ ସେ ତୋ ମାକୁ ମାରି ଦେଇଛି? ହାତୀ ଭାଇ, ଏମିତି କଥାରେ କିଏ କଣ ମିଛ କହେ? ନା ରେ ସାଙ୍ଗ, ମିଛ ନୁହେଁ, କିନ୍ତୁ କଣ କରିବି କହ, ବିଶ୍ୱାସ ହେଲାନି ତ ସେଥିପାଇଁ ପଚାରିଦେଲି। ହାତୀ ଭାଇ, ତମେ ସେଦିନ ଆର ପାଖରେ ଥିବା ସିଂହ କଥା କହୁଥିଲ। ସେ ଭାରି ଶାନ୍ତି ପ୍ରିୟ, ଅନ୍ୟକୁ ସାହାଯ୍ୟ କରେ। ସେ କଣ ମତେ ସାହାଯ୍ୟ କରିବ? କିନ୍ତୁ ତୁ ସେ ସିଂହକୁ ଏ ଜଙ୍ଗଲକୁ କାହିଁକି ଡାକିବାକୁ ଚାହୁଁଛୁ? ମୁଁ ସିଂହ ସହିତ ମିଶି ମୋ ମାର ପ୍ରତିଶୋଧ ନେବାକୁ ଚାହୁଁଛି। ତମେ ମତେ ସେ ଜଙ୍ଗଲର ବାଟ ଦେଖେଇ ଦିଅ, ଆଉ ତା ସହିତ କେମିତି ଦେଖାହେବ ସେ କଥା କହିଦିଅ। ଠିକ ଅଛି ସାଙ୍ଗ ଛେଳି, ଏ କାମରେ ମୁଁ ତତେ ପୁରା ସାହାଯ୍ୟ କରିବି। ହେଲେ ସିଂହ ମହାରାଜ ସହିତ ଦେଖା କରିବା ତ ଭାରି କଷ୍ଟ। କିନ୍ତୁ ଯଦି ତୁ କେମିତି ବି କରିକି ମହାମନ୍ତ୍ରୀ ଶିଆଳ ସହିତ ଦେଖା କରିବୁ, ତାକୁ ମନେଇ ପାରିବୁ, ତାହେଲେ ହଉ। ତାହେଲେ ହାତୀ ଭାଇ, ତମେ ମତେ ସେ ସିଂହ ମହାରାଜଙ୍କ ଜଙ୍ଗଲକୁ ବାଟ ଦେଖେଇ ଦିଅ। ତାପରେ ଯାଇ ମୋ କାମ ଟିକେ ସରଳ ହେଇଯିବ। ଆରେ ସାଙ୍ଗ ଛେଳି, ତୁ ଚିନ୍ତା କରନି। ତୁ ଏକୁଟିଆ ଯିବୁନି, ମୁଁ ବି ତୋ ସହିତ ସେ ଜଙ୍ଗଲକୁ ଯିବି। ଆଉ ସିଂହ ମହାରାଜଙ୍କୁ ତତେ ସାହାଯ୍ୟ କରିବା ପାଇଁ କହିବି। ଆରେ ବାଃ, ହାତୀ ଭାଇ, ତୁ ତ ମୋର ସବୁ ଚିନ୍ତା ଦୂର କରିଦେଲୁ। ମୁଁ ଭାବୁଥିଲି ଏକୁଟିଆ ସେ ଜଙ୍ଗଲରେ କୁଆଡେ ବୁଲିବି। ଭଗବାନଙ୍କର କମାଲ, ଦେଖ, ତୁ ମୋ ସହିତ ଯିବା ପାଇଁ ରେଡି ହେଇଗଲୁ। ଏବେ ଚାଲ ହାତୀ ଭାଇ, ଆମେ ସିଂହ ମହାରାଜଙ୍କ ସହିତ ମିଶିକି ଏ ବଦମାସ ସିଂହକୁ ଜଙ୍ଗଲରୁ ନୁହେଁ, ଏ ଦୁନିଆରୁ ବିଦା କରିଦେବା। ଠିକ ଅଛି, ଚାଲ। ଭଲ କାମରେ ଡେରି କରିବା ଜମା ବି ଭଲ ନୁହେଁ। ତା ଛଡା ଆମକୁ ବହୁତ ଲମ୍ବା ବାଟ ଚାଲିବାର ଅଛି। ତାପରେ 2 ଜଣ ଯାକେ ସିଂହ ମହାରାଜଙ୍କ ଜଙ୍ଗଲକୁ ଚାଲିଲେ। ଆଉ 2 ଜଣ ଚାଲି ଚାଲି ଗୋଟେ ସୁନ୍ଦର ଜଙ୍ଗଲରେ ପହଞ୍ଚିଗଲେ। ସେଠି ଗଛରେ ବହୁତ ଗୁଡାଏ ଫଳ ସବୁ ଫଳିଥାଏ। ଆରେ ହାତୀ ଭାଇ, ଦେଖ, ଗଛରେ କେତେ ଗୁଡିଏ ଫଳ ଧରିଛି। ଚାଲ ଆମେ ଖାଇବା, ଭାରି ଭୋକ ଲାଗିଲାଣି। ଶୁଣ, ଗୋଟିଏ ବି ଫଳକୁ ହାତ ମାରିବୁନି। ଏସବୁ ଫଳ ନୁହେଁ, ଏସବୁ ମାୟା। ଯଦି ଗୋଟିଏ ବି ଫଳକୁ ଛୁଇଁବୁ, ତାହେଲେ ତୁ ଏ ଜଙ୍ଗଲରେ ବନ୍ଦୀ ହେଇ ରହିଯିବୁ। ଆରେ ହାତୀ ଭାଇ, ତମେ ଏମିତି କଣ
କହୁଛ? ମୋର ତ ଜମା କିଛି ବି ବିଶ୍ୱାସ ହଉନି। ଶୁଣୁ, ଏ ହେଉଛି ଯାଦୁଗର କାଳେଶ୍ୱରର ଜଙ୍ଗଲ। ସେ ତା ଜଙ୍ଗଲ ସାରା ଏମିତି ମାୟାଜାଲ ବିଛେଇ ରଖିଛି। ଯିଏ ଅଲଗା ଜଙ୍ଗଲରୁ ଆସି ଏ ଫଳକୁ ଦେଖି ଖୁସିରେ ଖାଇବା ପାଇଁ ଛୁଏଁ, ସଙ୍ଗେ ସଙ୍ଗେ ସେ ଜଙ୍ଗଲରେ ବନ୍ଦୀ ହେଇ ରହିଯାଏ। କିନ୍ତୁ ହାତୀ ଭାଇ ସେ ଏମିତି କାହିଁକି କରେ? ତାକୁ ପଶୁମାନଙ୍କ ପାଖରୁ କଣ ମିଳେ? ପଶୁମାନଙ୍କୁ ବନ୍ଦୀ କଲେ ତାର ଆୟୁଷ ବଢେ, ଆଉ ସେ ଶୀଘ୍ର ମରିବାକୁ ଚାହୁଁନି। ସେଥିପାଇଁ ସେ ପଶୁମାନଙ୍କୁ ବନ୍ଦୀ କରୁଛି। କିନ୍ତୁ ପଶୁମାନଙ୍କୁ ବନ୍ଦୀ କଲେ ତାର ବୟସ କେମିତି ବଢିବ? ଆରେ ସେ ଗୋଟେ ଯାଦୁଗର। ସେ ତା ଯାଦୁ ବଳରେ କିଛି ବି କରିପାରିବ। ସେ ସବୁ କିଛି ଜାଣିଛି। ମୋ ପାଖରେ ଏତେ ସମୟ ନାହିଁ କି ମୁଁ ତତେ ତା ବିଷୟରେ କହିବି। ଆଉ ବର୍ତ୍ତମାନ ଆମ ପାଇଁ ଏଇଆ ଭଲ କି ଆମେ ଏଠୁ ଯେତେ ଶୀଘ୍ର ପଳେଇବା। ତାପରେ ଶୀଘ୍ର ଶୀଘ୍ର ସେ ଦୁଇ ଜଣ ସେ ଜଙ୍ଗଲରୁ ବାହାରି ଆସିଲେ। ଆରେ ହାତୀ ଭାଇ, ଭାରି ଖତରନାକ ଜଙ୍ଗଲ ଥିଲା। ଭଲ ହେଲା ତମେ ସେଠୁ ମତେ ବାହାର କରି ନେଇ ଆସିଲ। ନହେଲେ ଯାଦୁଗର ଆମକୁ ସେଇଠି ବନ୍ଦୀ କରି ଦେଇଥାନ୍ତା। ଏବେ କୋଉ ଜଙ୍ଗଲ ପଡିବ ହାତୀ ଭାଇ? ଏବେ ଯୋଉ ଜଙ୍ଗଲ ଆସିବ ତାକୁ ସାଧୁ ବାବା ଜଙ୍ଗଲ କୁହାଯାଏ। ତୁ ଏଠି ଆରାମରେ ରହିପାରିବୁ, ଆଉ କିଛି ବି ଖାଇପାରିବୁ। କୁହାଯାଏ କି ଏ ଜଙ୍ଗଲ ଅତିଥି ମାନଙ୍କ ପାଇଁ ଖାସ କରି ଦେବତା ମାନେ ବନେଇଥିଲେ। ଏ ଜଙ୍ଗଲରେ ଆମେ ଫଳ ଖାଇପାରିବା। ବଢିଆ ହେଲା, ବହୁତ ଜୋରେ ଭୋକ ହେଲାଣି, ଚାଲ ଆଗ କିଛି ଖାଇଦବା। ତାପରେ ସେମାନେ ଫଳ ଖାଇ ଜଙ୍ଗଲରେ ଶୋଇପଡିଲେ। ସେମାନେ ଭାରି ଥକି ଯାଇଥିଲେ। କିଛି ସମୟ ପରେ, ଆରେ ସାଙ୍ଗ ଛେଳି, ଶୋଇଥିବୁ ନା କଣ? ଉଠ, ଏବେ ଆମକୁ ଆହୁରି କିଛି ବାଟ ଚାଲିବାକୁ ଅଛି। ଉଠ ଶୀଘ୍ର। ହାତୀ ଭାଇ କଣ କରିବି, ବହୁତ ଥକି ଯାଇଥିଲି, ସେଥିପାଇଁ ଜୋରରେ ନିଦ ହେଇଗଲା। ମୁଁ ଯଦି ଆସି ନଥାନ୍ତି ତାହେଲେ ତୁ ତ ପ୍ରଥମ ଜଙ୍ଗଲ ପାର ହେଇ ପାରିନଥାନ୍ତୁ। ଚାଲ ଏବେ ଯିବା। ଆଉ କେତେ ବାଟ ରହିଲା ସେ ସିଂହଳ ଜଙ୍ଗଲ? ଆମେ ଚାଲି ଚାଲି ଥକି ଗଲେଣି। ଆଉ ଅଳ୍ପ ସମୟ ଅପେକ୍ଷା କର ଛେଳି, ଆମେ ସିଂହ ମହାରାଜଙ୍କ ଜଙ୍ଗଲରେ ପହଞ୍ଚି ଯିବା। ତାପରେ ସେମାନେ ଆଗକୁ ଆଗକୁ ଚାଲିଲେ, ଆଉ ଯାଇ ସିଂହ ମହାରାଜଙ୍କ ଜଙ୍ଗଲରେ ପହଞ୍ଚି ଗଲେ। ଏଇତ ଆମେ ସିଂହ ମହାରାଜଙ୍କ ଜଙ୍ଗଲରେ ପହଞ୍ଚି ଗଲେ। ହେଲେ ମନେ ରଖ, ଆମକୁ ମହାମନ୍ତ୍ରୀ ଶିଆଳକୁ ଦେଖା କରିବାକୁ ପଡିବ, ଆଉ ତାକୁ ମନେଇବାକୁ ପଡିବ। ତାହେଲେ ଯାଇ ଆମେ ସିଂହ ମହାରାଜଙ୍କ ପାଖରେ ପହଞ୍ଚି ପାରିବା। ମୁଁ ବୁଝିଗଲି ହାତୀ ଭାଇ, ତୁ ଯାହା କହୁଛୁ। ହେଲେ ଦେଖିଲୁ ଏ ଜଙ୍ଗଲକୁ ପଶୁ ପଶୁ କେମିତି ଥଣ୍ଡା ଆଉ ମିଠା ପାଣିର ପୋଖରୀ। ଏ ଜଙ୍ଗଲକୁ ଦେଖି ଲାଗୁଛି ଏ ରାଜା ଭାରି ଭଲ ଆଉ ପର ଉପକାରୀ ହେଇଥିବ। ହଁ ସାଙ୍ଗ ଛେଳି, ଏଇଆ ହିଁ ହଉଛି ଗୋଟେ ରାଜାର କାମ। ଏହିଭଳି ପୋଖରୀ ସେ ରାଜା ଜଙ୍ଗଲ ଚାରିପାଖରେ ତିଆରି କରିଛନ୍ତି। ଯଦି କେହି ବାହାର ଜଙ୍ଗଲରୁ ଆସିବ, ତାହେଲେ ପ୍ରଥମେ ସେ ପାଣି ପିଇବ, ତାପରେ ଜଙ୍ଗଲ ଭିତରକୁ ଯିବ। ଘରକୁ ଆସିଥିବା ଅତିଥିଙ୍କୁ ଆମେ ପ୍ରଥମେ ପାଣି ଦିଅନ୍ତି। ସେଥିପାଇଁ ସିଂହ ମହାରାଜ ଏଇପରି କରିଛନ୍ତି। ସତରେ? ତାହେଲେ ସେ ଭାରି ମହାନ ରାଜା। ସେ ନିଶ୍ଚୟ ମୋର ସାହାଯ୍ୟ କରିବେ। ଚାଲ ହାତୀ ଭାଇ, ଆମେ ପ୍ରଥମେ ମନ୍ତ୍ରୀ ଶିଆଳକୁ ଖୋଜିବା। ସେ କୋଉଠି ଅଛନ୍ତି? ମହାମନ୍ତ୍ରୀ ଶିଆଳକୁ ଖାଲି ଖୋଜିଲେ ହବନି, ତାକୁ କଥାରେ ଖୁସି କରିବାକୁ ବି ପଡିବ। ତାହେଲେ ଯାଇ ସେ ସିଂହ ମହାରାଜଙ୍କୁ ଆମ ସହିତ ଯିବା ପାଇଁ ରାଜି କରିବେ। ଠିକ ଅଛି, ମୁଁ ବୁଝିଗଲି। ତାପରେ ସେ ଦୁଇ ଜଣ ଜଙ୍ଗଲରେ କିଛି ବାଟ ଚାଲିଲେ। ସେତିକି ବେଳେ ସେମାନଙ୍କୁ ଭାଲୁ ଦେଖିଲା। ଏ ଦୁଇ ଜଣ କିଏ? ଏଠି ଏମାନେ କଣ କରୁଛନ୍ତି? ଲାଗୁଛି ଅନ୍ୟ ଜଙ୍ଗଲରୁ ଆସିଛନ୍ତି। ଯାଇ ଦେଖିବାକୁ ପଡିବ ଘଟଣା କଣ। ଆରେ ଭାଇ, ତମେ ଦୁଇ ଜଣ କିଏ? ଆଉ ଏଠି କାହାକୁ ଖୋଜୁଛ? ଆମେ ଶିଆଳ
ମହାରାଜାଙ୍କୁ ଖୋଜୁଛୁ, ସେ କୋଉଠି ମିଳିବେ କହିପାରିବ କି? ସେ ଆମ ଜଙ୍ଗଲର ମହାମନ୍ତ୍ରୀ। ସେ ଏମିତି କାହା ସହିତ ଦେଖା କରନ୍ତିନି। ତମେ ମାନେ ଗୋଟେ କାମ କର, ସେ ସକାଳୁ ସକାଳୁ ଏକ୍ସରସାଇଜ କରିବାକୁ ଯାଏ। ତମେ ମାନେ ସେତିକି ବେଳେ ଦେଖା କରିପାରିବ। ଆଉ ସକାଳୁ ସକାଳୁ ମନ୍ତ୍ରୀଙ୍କ ମୁଣ୍ଡ ବି ଥଣ୍ଡା ଥିବ। ହୁଏତ ତମ ମାନଙ୍କୁ ସେ ସାହାଯ୍ୟ କରିପାରନ୍ତି। ଠିକ ଅଛି, ତାହେଲେ ଆମେ ତାଙ୍କ ସହିତ କାଲି ସକାଳେ ଦେଖା କରିବୁ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଭାଲୁ ସେଠାରୁ ଚାଲିଗଲା। ତା ପରଦିନ ସକାଳ ହେଲା। ସେ ଦୁଇ ଜଣ ଜଗି ରହିଥିଲେ। କିଛି ସମୟ ପରେ ଶିଆଳ ସେଇ ବାଟେ ଆସିଲା। ଆରେ ଏ ଦେଖ, ଶିଆଳ ମନ୍ତ୍ରୀ ଆସିଲେଣି, ଚାଲ ତାଙ୍କ ଆଗରେ ଠିଆ ହେଇଯିବା। ତମେ ମାନେ କିଏ? ଏମିତି ମୋ ଆଗରେ କାହିଁକି ଠିଆ ହେଇଗଲ? ତମେ ମାନେ ଜାଣିନ ବୋଧେ ମୁଁ ଏ ଜଙ୍ଗଲର ମହାମନ୍ତ୍ରୀ। ଆମେ ଜାଣିଛୁ ତମେ ଜଙ୍ଗଲର ମହାମନ୍ତ୍ରୀ, ସେଥିପାଇଁ ତ ଆମେ ତମ ପାଖକୁ ଆସିଛୁ। ତମେ ଆମକୁ ଗୋଟେ ଥର ସିଂହ ମହାରାଜଙ୍କ ପାଖକୁ ନେଇ ଚାଲ। ଆମେ ତମର ଉପକାର କେବେ ବି ଭୁଲିବୁନି। ଯାହା କହିବାର ଅଛି ମତେ କୁହ, ମୁଁ ସିଂହ ମହାରାଜଙ୍କୁ କହିଦେବି ଏମିତି ଯେ କେହି ବି ସିଂହ ମହାରାଜଙ୍କୁ ଦେଖା କରିପାରିବେନି। ଠିକ ଅଛି, ତମ ଇଚ୍ଛା। ଆମେ ତ ସିଂହ ମହାରାଜଙ୍କୁ ଗୋଟେ ଜରୁରୀ କଥା କହିବାକୁ ଆସିଥିଲୁ। ଭାବିଲୁ ତାଙ୍କର କିଛି ଲାଭ ହେବ ବୋଲି। ହେଲେ ତମେ ତାଙ୍କର କିଛି ଲାଭ ଚାହୁଁନ ବୋଧେ, ସେଥିପାଇଁ ଲାଗୁଛି ଆମକୁ ଫେରି ଯିବାକୁ ପଡିବ। ମହାରାଜାଙ୍କର ଲାଭ? ଠିକ ଅଛି, ମୁଁ ତୁମ ମାନଙ୍କୁ ତାଙ୍କ ପାଖକୁ ନେଇଯିବି। ଚାଲ ମୋ ସହିତ। ମହାରାଜ, ଏମାନେ ଆପଣଙ୍କୁ କିଛି ଜରୁରୀ କଥା କହିବାକୁ ଆସିଛନ୍ତି। ଆଉ କହୁଛନ୍ତି ଏଥିରେ ଆପଣଙ୍କର ଲାଭ ହବ ବୋଲି। ଆପଣ ପଚାରି ନିଅନ୍ତୁ। ମତେ ତ ଏମାନେ କିଛି କହୁନାହାନ୍ତି। ତମେ ମାନେ ତ ଏ ଜଙ୍ଗଲକୁ ନୂଆ ଆସିଛ, ତେଣୁ ତମେ ମାନେ ଆମର ଅତିଥି। ତାହେଲେ ପ୍ରଥମେ କୁହ, କଣ କହିବାର ଅଛି? କଣ ସେ କଥା ଯୋଉଥିରେ ମୋର ଲାଭ ହେବ? ଆମକୁ କ୍ଷମା କରନ୍ତୁ ମହାରାଜ, ଆମ ପାଖରେ କିଛି ବି କଥା ନାହିଁ ଯୋଉଥିରେ ଆପଣଙ୍କର କିଛି ଲାଭ ହେବ। ଆମେ ବହୁତ ଦୂରରୁ ଆସିଛୁ ସାହାଯ୍ୟ ମାଗିବାକୁ। ଆମକୁ ଯଦି ଆପଣ ସାହାଯ୍ୟ କରିଦେବେ, ତାହେଲେ ଆମେ ସବୁବେଳେ ଆପଣଙ୍କର ଆଦେଶ ମାନିବୁ। ନହେଲେ ଆମ ଜଙ୍ଗଲରେ ସବୁ ପଶୁମାନେ ଧୀରେ ଧୀରେ ମରିଯିବେ। ତା ମାନେ ତମେ ଦୁଇ ଜଣ ମିଛ କହିକି ଏଠିକି ଆସିଛ? ତମ ମାନଙ୍କର ଏତେ ସାହସ? ମହାମନ୍ତ୍ରୀକୁ ମିଛ କହିଲ, ତାର ପରିଣାମ ତମ ମାନଙ୍କୁ ଭୋଗିବାକୁ ପଡିବ। ମହାମନ୍ତ୍ରୀ, ଆଉ ରାଗନି, ମୁଣ୍ଡ ଥଣ୍ଡା କର। ଏମାନେ ଆମର କୁଣିଆ। ଏମାନଙ୍କର କଥା ଶୁଣିବା ଆମେ ଏମାନଙ୍କୁ ଦଣ୍ଡ ଦେଇ ପାରିବାନି। ରାଜା ହେଇଥିବାରୁ ଏହା ମୋର ଦାୟିତ୍ୱ କି ମୁଁ ଜାଣିବି ଏମାନେ ଏତେ ଦୂରରୁ ଆମ ଜଙ୍ଗଲକୁ ଚାଲି ଚାଲି କାହିଁକି ଆସିଛନ୍ତି। ଆସିବାର କାରଣ ଆମେ ନିଜେ କହିଦଉଛୁ ମହାରାଜ। ଆମ ଜଙ୍ଗଲକୁ ଗୋଟେ ବଦମାସ ସିଂହ ଆସିଛି, ଯିଏ କି ନିରୀହ ପଶୁ ମାନଙ୍କୁ ଶିକାର କରି ଖାଇ ଦଉଛି। ମହାମନ୍ତ୍ରୀ, ଏମିତି ବି ଜଙ୍ଗଲ ଅଛି ଯୋଉଠି ଗୋଟିଏ ପଶୁ ଅନ୍ୟ ପଶୁକୁ ଶିକାର କରି ଖାଇ ଦଉଛି? ମୁଁ ଏକଥା ତ ଆଗରୁ କେବେ ଶୁଣି ନଥିଲି, ପ୍ରଥମ ଥର ଶୁଣୁଛି। ଆମ ଜଙ୍ଗଲରେ ତ ଏମିତି କେବେ ହେଇନି। ତାହେଲେ ଏମାନଙ୍କ ଜଙ୍ଗଲକୁ କିଏ ସେ ନିର୍ଦ୍ଦୟୀ ଆସିଗଲା, ଯିଏ ପଶୁମାନଙ୍କୁ ମାରିକି ଖାଉଛି? ହଁ ମହାରାଜ, ସେ ମୋ ମାକୁ ବି ମାରି ଦେଇଛି। ତା ସହିତ ଅନ୍ୟ ପଶୁମାନଙ୍କୁ ବି ମାରି ଦଉଛି।
ଆଉ ତାରି ପ୍ରତିଶୋଧ ନବାକୁ ଆମେ ଏଠିକି ଆସିଛୁ। ତମେ ମାନେ ଚିନ୍ତା କରନି, ଆମେ ତମର ସାହାଯ୍ୟ ନିଶ୍ଚୟ କରିବୁ। ତମ ଭଳି ନିରୀହ ମାନଙ୍କୁ ଅନାଥ କରି ଦଉଥିବା ପଶୁଙ୍କୁ ମୁଁ ଜମା ବି ଛାଡ଼ିବିନି। ମହାମନ୍ତ୍ରୀ, ଭାଲୁକୁ କହିଦିଅ ଯେ ପର୍ଯ୍ୟନ୍ତ ମୁଁ ନ ଆସିଛି ସେ ଜଙ୍ଗଲର କଥା ବୁଝିବ। ଆଉ ତମେ ମୋ ସହିତ ଚାଲ। ସିଂହ ମହାରାଜ, ମହାମନ୍ତ୍ରୀ ଶିଆଳ ଛେଳିକୁ ସାହାଯ୍ୟ କରିବା ପାଇଁ ଗଲେ। ବହୁତ ବାଟ ଚାଲିବା ପରେ ସେମାନେ ଯାଇ ଛେଳିର ଜଙ୍ଗଲରେ ପହଞ୍ଚିଗଲେ। ସେ ଜଙ୍ଗଲକୁ ଦେଖି ସିଂହ ମହାରାଜ ବୁଝିଗଲେ। ଦେଖ ମହାମନ୍ତ୍ରୀ, କେମିତିକା ଅଜବ ଜଙ୍ଗଲ ଲାଗୁଛି। ଏଠି କିଛି ନିୟମ କାନୁନ ନାହିଁ। ନିୟମ କାନୁନ କୋଉଠୁ ଆସିବ ମହାରାଜ? ସେ ବଦମାସ ସିଂହ ସବୁ ନଷ୍ଟ କରିଦେଇଛି। ମହାମନ୍ତ୍ରୀ, ତମେ ଠିକ କହୁଛ। ଲାଗୁଛି ସେ ସିଂହ ଏ ଜଙ୍ଗଲର ସବୁ କିଛି ନଷ୍ଟ ନ କଲା ପର୍ଯ୍ୟନ୍ତ ଏଠୁ ଯିବନି। ଆରେ ଛେଳି ଛୁଆ, ତୁ ଜମା ବି ବ୍ୟସ୍ତ ହଅନି। ସେ ସିଂହକୁ ମୁଁ ନ ମାରିବା ଯାକେ ଏ ଜଙ୍ଗଲ ଛାଡ଼ି ଯିବିନି। ସେ ବଦମାସ ସିଂହ ତମମାନଙ୍କର ଆଉ କିଛି ବି କ୍ଷତି କରିପାରିବନି। ଆମେ ଯାଉଛୁ ମହାରାଜ, ସେ ବଦମାସ ସିଂହକୁ ଖୋଜିକି ଆସିବୁ। ଠିକ ଅଛି ମହାମନ୍ତ୍ରୀ, ମୁଁ ଏଇଠି ତୁମମାନଙ୍କୁ ଅପେକ୍ଷା କରିଥିବି। ଏବେ ତମେ ଯାଅ। ଆଉ ସେ ବଦମାସ ସିଂହ କୋଉଠି ଅଛି ଯେତେ ଶୀଘ୍ର ତାର ଖବର ନେଇ ମୋ ପାଖକୁ ଆସ। ତାପରେ ଶିଆଳଟି ସିଂହକୁ ଖୋଜିବା ପାଇଁ ଜଙ୍ଗଲ ସାରା ବୁଲିଲା। ବୁଲି ବୁଲି ସିଂହକୁ ଖୋଜିଲା। ବହୁତ ସମୟ ଖୋଜିବା ପରେ ସେ ଗୋଟିଏ ଜାଗାରେ ଦେଖିଲା ଗୋଟିଏ ଗଛ ମୂଳରେ ସିଂହଟି ଶୋଇଛି। ସବୁ ପଶୁମାନଙ୍କୁ ହଇରାଣ କରିକି ବଦମାସ ଏଠି ଆରାମରେ ଶୋଇଛୁ। ରହ, ଏବେ ସିଂହ ମହାରାଜକୁ ଡାକି ଦଉଛି। ପାନେ ଦେବେ ତତେ, ତାପରେ ତୁ ଠିକ ବୁଝିପାରିବୁ। ଶିଆଳଟି ଭାରି ବ୍ୟସ୍ତ ହେଇ ଦୌଡ଼ି ଦୌଡ଼ି ସିଂହ ମହାରାଜ ପାଖକୁ ଗଲା। ମହାରାଜ, ମହାରାଜ, ଶୀଘ୍ର ମୋ ସହିତ ଚାଲନ୍ତୁ। ମୁଁ ସେ ବଦମାସ ସିଂହର ଠିକଣା ପାଇଯାଇଛି। ସତରେ? ତାହେଲେ ଆଉ ଡେରି କରିବାନି। ଚାଲ ଶୀଘ୍ର ସମସ୍ତେ ତା ପାଖକୁ ଯିବା। ତାପରେ ସମସ୍ତେ ଚାଲିଲେ ଯୋଉଠି ସିଂହ ଶୋଇଥିଲା ସେଇଠିକି। ସେଠି ଯାଇ ସମସ୍ତେ ପହଞ୍ଚିଗଲେ। ଆଉ ଦେଖିଲେ ସିଂହଟି ଆରାମରେ ଶୋଇଛି। ମହାରାଜ, ସେ ଶୋଇଛି। ତମେ ତାକୁ ମାରିଦିଅ, ନହେଲେ ସେ ଉଠିଲେ ପୁଣି ଅସୁବିଧା ହେବ। ନା ମହାମନ୍ତ୍ରୀ, ଶୋଇଥିଲା ବେଳେ ତାକୁ ମାରିଲେ ଲାଭ କଣ? ଆମେ ତାକୁ ଉଠେଇକି ମାରିବା। ଆରେ ବଦମାସ, ନିରୀହ ପଶୁମାନଙ୍କୁ ଶିକାର କରୁଛୁ? ଉଠ, ଏବେ ଦେଖିବୁ ମୁଁ ତୋର କଣ କରିବି। ମୁଁ ତ ଯମ, ଉଠ ଶୀଘ୍ର। ତାପରେ ସିଂହଟି ଉଠି ପଡ଼ିଲା। ଆରେ ହେ, ତୁ କିଏ? ଏଠି କଣ କରୁଛୁ? ମୋ ନିଦ କାହିଁକି ଭାଙ୍ଗିଲୁ? ଲାଗୁଛି ତମେ ମାନେ ମରିବା ପାଇଁ ଆସିଛ। ମରିବା ପାଇଁ ନୁହଁ, ମୁଁ ତତେ ମାରିବା ପାଇଁ ଆସିଛି। ତୁ ଏ ଜଙ୍ଗଲର ନିରୀହ ପଶୁମାନଙ୍କୁ ବହୁତ ମାରିକି ଖାଇଲୁ। ଏଥର ତୋ ପାଳି, ତୁ ମୋ ହାତରେ ମରିବୁ। ଏତିକି କହି ସିଂହ ମହାରାଜ ସେ ବଦମାସ ସିଂହ ଉପରକୁ ଡେଇଁ ପଡ଼ିଲେ। ତାଙ୍କ ଭିତରେ ଲଢ଼େଇ ଚାଲିଲା। ଆଉ କିଛି ସମୟ ମଧ୍ୟରେ ସିଂହ ମହାରାଜ ସେ ବଦମାସ ସିଂହକୁ ମାରିଦେଲେ। ବଦମାସ ତ ଏବେ ମଲା। ଆଉ ଗୋଟେ କାମ ବାକି ରହିଗଲା, କରିବା ଚାଲ। କି କାମ ମହାରାଜ? ଏ ଜଙ୍ଗଲରେ କିଛି ନିୟମ କାନୁନ ନାହିଁ। ଚାଲ ଆମେ ଏ ଜଙ୍ଗଲର ରାଜା ଛେଳିକି କରିଦେବା। ସେ ଏ ଜଙ୍ଗଲକୁ ସମ୍ଭାଳିବ। ଆଉ ହାତୀ ଏଠିକାର ମହାମନ୍ତ୍ରୀ। ହଁ ମହାରାଜ, ଏଇଟା ଠିକ ହବ। ଏମାନେ ଏ ଜଙ୍ଗଲକୁ ସମ୍ଭାଳିବେ। ଆରେ ଛେଳି, ତୁ ଏବେ ରାଜା ହେଇଗଲୁ। ଏ ଜଙ୍ଗଲକୁ ଭଲରେ ଚଳେଇବୁ। ଭଲ ଭଲ ନିୟମ ସବୁ କରିବୁ, ଯେମିତି ସବୁ ଖୁସିରେ ରହିବ। ଆଉ କେହି ବି କାହାରି କ୍ଷତି କରିବନି। ଠିକ ଅଛି, ତାହେଲେ ଆମେ ଏଥର ଯାଉଛୁ। ଏଠିକାର କାମ ଏବେ ସରିଗଲା।
ଯେତେବେଳେ ଆମର ସାହାଯ୍ୟ ଦରକାର ହବ ଆମକୁ ଡାକିବ। ସିଂହ ମହାରାଜ, ଆପଣଙ୍କ ସାହାଯ୍ୟ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଏଇ ଜଙ୍ଗଲର ଆଉ ଏଠିକାର ପ୍ରଜା ସବୁବେଳେ ଆପଣଙ୍କ ଅପେକ୍ଷାରେ ରହିବେ। ତାପରଠାରୁ ଜଙ୍ଗଲର ରାଜା ଛେଳି ହେଲା ଓ ସମସ୍ତେ ଖୁସିରେ ଖୁସିରେ ରହିଲେ।